ଆପଣ ଯେତେବେଳେ ନିର୍ବାଚନୀ ଯୁଦ୍ଧରେ ଅଛନ୍ତି ଆଉ ଆପଣ କହିଲା ବେଳେ ଗୋଟିଏ କଥା କହିଥିଲେ ମୁଁ ଅତୀତକୁ ବି ଫେରିବାକୁ ଚାହିଁବିନି ଆପଣଙ୍କ ସହିତ ମୋର ଅନେକ ଗୁଡ଼ିଏ ଲାଇଭ୍ ଶୋ ଅଛି ଏବେ ବି ସେ ତା ସବୁ ୟୁଟ୍ୟୁବରେ ଅଛି ଏବଂ ନିର୍ବାଚନ ଆପଣ ଲଢୁଛନ୍ତି ଆପଣଙ୍କୁ ଏଭଳି ଗୋଟିଏ ଅସୁବିଧାରେ ପକେଇ କୌଣସି ପ୍ରକାର ଉଦ୍ଦେଶ୍ୟ ମୋର ନାହିଁ କେବଳ ମୁଁ ଗୋଟିଏ କଥା ଜାଣିବା ପାଇଁ ଚାହିଁବି ଆପଣଙ୍କ କଥାକୁ ନେଇ ସୋସିଆଲ ମିଡିଆରେ ଏତେ ଚର୍ଚ୍ଚା ହୁଏ କାହିଁକି ଆପଣ ଗୋଟିଏ କଥାକୁ ରେଫର କରୁଥିଲେ ଯେ ମୁଁ ଆପଣଙ୍କ କଥାକୁ ଭାଇରାଲ କରୁଥିଲି ବୋଲି ମୁଁ କେବେ ଭାଇରାଲ କରିନି ଆପଣଙ୍କ କଥା ହିଁ ଭାଇରାଲ ହେଇଥିଲା ମୋର ପ୍ରଶ୍ନ ଥିଲା ମୁଁ ସେ ପ୍ରଶ୍ନ ଆଉ ଉତ୍ତର ସମ୍ପର୍କରେ ଏଠି ଚର୍ଚ୍ଚା କରିବାକୁ ଚାହୁଁନି ତା ସେମିତି ସବୁଦିନ ପାଇଁ ଥାଉ କୋଉ ଘଟଣା ଥିଲା କୋଉ କଣ୍ଟେକ୍ସ ଥିଲା ମୁଁ ଆଉ ମନେ ପକେଇବା ପାଇଁ ଚାହୁଁନି କିନ୍ତୁ ଆପଣଙ୍କ କଥା ସବୁ ଏତେ ଭାଇରାଲ କାହିଁକି ହୁଏ ଆପଣ କଥା କହିଲା ବେଳେ ଏତେ କଟୁ ସମାଲୋଚନା କାହିଁକି କରନ୍ତି ଆଉ ପରବର୍ତ୍ତୀ ସମୟରେ ଟ୍ରଲର ଶିକାର ହୁଅନ୍ତି ଆ ପଛର କାରଣଟି କଣ ନାଇଁ ଦେଖନ୍ତୁ ମୁଁ ତ କହିବି ଯେ ମୁଁ ରାଜନେତା ନୁହେଁ ମାନେ ବାଇ ଟ୍ରେନିଂ ମୁଁ ରାଜନେତା ନୁହେଁ ମତେ ବହୁତ ଗୁଡେ କୌଶଳ କରିକିରି ମ୍ୟାନିପୁଲେଟିଭ ହେଇକିରି କଥା କହି ଆସେନି ବହୁତ ଟ୍ୱିଷ୍ଟ କରି କଥା କହି ଆସେନି ବହୁତ ଗୁଡେ ମାନେ ଗୋଟେ କଥା ଭାବୁ ମାନେ ମିନ୍ କରୁଥିବି ଆଉ ଗୋଟେ କଥା କହୁଥିବି ସେଭଳିଆ ବି ଆସେ ନାହିଁ ତେଣୁ ମୁଁ ଯୋଉଟା ଫିଲ୍ କରେ ଯେ ଯୋଉ କଥାରେ ଲୋକଙ୍କର ଭଲ ହବ ସବୁବେଳେ ଆପଣ ମୋର 10 ବର୍ଷର ଆନାଲିସିସ୍ ଦେଖନ୍ତୁ ମୁଁ ନିଜ ପାଇଁ କେବେ କହିନି ସବୁବେଳେ ଲୋକଙ୍କ ପାଇଁ ହିଁ କହିଛି ଆଉ କେମିତି ସିଚୁଏସନ କୁ ଇମ୍ପ୍ରୁଭ କରିହବ ପରିସ୍ଥିତିକୁ ଭଲ କରିହବ ସେଇ ଦିଗରେ ହିଁ ମୁଁ କହିଛି କିଛି ଲୋକଙ୍କୁ ଭଲ ଲାଗିଛି କିଛି ଲୋକଙ୍କୁ ଭଲ ଲାଗିନି ଯୋଉଠି ମୋର ଭିଡିଓଟା ଭାଇରାଲ ହେଲା କି କିଏ ମତେ ଅପଶବ୍ଦ କିଛି ଲୋକ ପ୍ରୟୋଗ କଲେ କିଛି ଲୋକ ଭଲ ବି କହିଲେ ମୁଁ କହିବିନି ଯେ ପୁରା ଜିନିଷ ନେଗେଟିଭ ବୋଲି ମୁଁ କହିବି ଯେ ଲୋକଙ୍କୁ ପସନ୍ଦ ମୁଁ ଆସିଛି କୋଉ ନା କୋଉ ଆକାରରେ ମୋର ମତେ ଭଲ ପାଇବା ଲୋକ ବହୁତ ମତେ ସମାଲୋଚନା କରିବା ଲୋକ କିଛି ଅଛନ୍ତି କିନ୍ତୁ ତାଠୁ ବହୁତ ଗୁଣା ମତେ ଭଲ ପାଇବା ଲୋକ ତାଠୁ ବହୁତ ଗୁଣା ଲୋକ ମୋ ଭିତରେ ସମ୍ଭାବନା ଦେଖୁଛନ୍ତି ତାଠୁ ବହୁତ ଗୁଣା ଲୋକ ଭାବୁଛନ୍ତି ଯେ ମୋ ଦ୍ୱାରା କିଛି ଭଲ କାମ ହେଇପାରିବ ଓଡିଶାର ମୁଖ୍ୟମନ୍ତ୍ରୀ 25 ବର୍ଷର ଭାବୁଛନ୍ତି ଯେ ମୋ ଦ୍ୱାରା ବାଲେଶ୍ୱର ବାସୀଙ୍କ ସେବା ହେଇପାରିବ ମୋର କିଛି କ୍ୱାଲିଟିଜ ଅଛି ଆଣ୍ଡ ମୁଁ ସେଇ କ୍ୱାଲିଟିଜ ଭଲ କ୍ୱାଲିଟିଜ କୁ ନେଇକି ଆଗକୁ ଯିବାକୁ ଚାହୁଁଛି ଭୁଲ ଭଟକା ସମସ୍ତଙ୍କର ମନୋରଞ୍ଜନ ବାବୁ ଭୁଲ ଭଟକା ସମସ୍ତଙ୍କର ହୁଏ ଆପଣଙ୍କର ବି ହଉଥିବ କିନ୍ତୁ ଆଇ ଡୋଣ୍ଟ ହ୍ୟାଭ ଦ ଟାଇମ ଆପଣଙ୍କର ଭୁଲ କୁ ଧରିକି ମୁଁ ବୁଲେଇବି ଭିଡିଓକୁ ବହୁତ ଲୋକ ମୋ ଭିଡିଓକୁ ଧରିକି ତାଙ୍କ କ୍ୟାରିୟର ବନେଇଛନ୍ତି ବନାନ୍ତୁ ମୋର ଶୁଭେଚ୍ଛା ତାଙ୍କ ସହିତ ଅଛି ମୁଁ ତା ଭିତରକୁ ଯିବି ନାହିଁ ମୁଁ ସକାରାତ୍ମକ ରାଜନୀତି ସକାରାତ୍ମକ କାମ କରିବାକୁ ଆସିଛି ଆଜି ମୋ ପାଇଁ କି ଯୋଉ ସୁବର୍ଣ୍ଣ ସୁଯୋଗ ଆସିଛି ଯୋଉ ଏତେ 4.5 କୋଟି ଓଡିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ଅଛି ମୁଁ ତାକୁ ମୁଣ୍ଡ ନୁଆଇକି ତାକୁ ସ୍ୱୀକାର କରିକି ମୁଁ ଭଲ କାମ କରିବାକୁ ଚାହୁଁଛି କେତେ ଭୋଟରେ ଆପଣ ଜିତିବେ ବୋଲି ଭାବୁଛନ୍ତି ମୁଁ ଭୋଟର ଆକଳନ କରିନି କିନ୍ତୁ ମୁଁ ଭାବୁଛି ଯେ ବାଲେଶ୍ୱର ବାସୀଙ୍କ ହୃଦୟରେ ମୋ ପାଇଁ ଯେତିକି ଭଲ ପାଇବା ସେତେ ପରିମାଣରେ ଭୋଟ ପାଇକି ମୁଁ ଜିତିବି ବହୁତ ଧନ୍ୟବାଦ ମ୍ୟାଡମ ଲେଖାଶ୍ରୀ এই সময় যেতবে নির্বাচনী উষ্ণতা বড়ুছি আপনার ব্যস্ত বহুল সময়রু কিছু সময় আপনার আমার নিউজ রুম এই সাক্ষাৎকার দেইথিবারু বহুত বহুত ধন্যবাদ ম্যাডাম লেখাশ্রী थैंक यू बहुत धन्यवाद भल लागला मते थैंक यू Wanna be IAS officer? Join PSC Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.